संसार पोषिबा पाई एटी जन्म पुरुष संसार बाहरे रहिसे सारी दिए आयुष सारी दिए आयुष तथापि निजर दुःखକୁ करे नाही प्रयास तथापि निजर दुःखକୁ करे नाही प्रयास ମୁଁ ପ୍ରଥମ ଗର୍ଭ ଝିଅ ଦିଅ ଗୋଟିଏ ଝିଅ ଅଛି ଆଉ ଗୋଟାଏ ଝିଅ ଦିଅ ଦିଟା ଝିଅ ପରେ ତିନିଟା ଝିଅ ଦିଅ କେହି ମାଗିନ ଝିଅ ମୁଁ ତ ଏ କଥାଟା ଭୁଲି ଯାଇଥିଲି ସାଙ୍ଗେ ସାଙ୍ଗେ କହିଲା ମୁଁ ଯେ ପର୍ଯ୍ୟନ୍ତ ଅଛି ମୋ ଭାଇ ରାଗିବ ନାହିଁ ମୁଁ ଗଲେ ମୋ ଭାଇ ରାଗିବ ପିଇସି ନାନୀ ନେଇକି ଗଲା ପ୍ରହ୍ଲାଦ ଦୁନିଆରେ ବସିଲା ଯେତେବେଳେ ଅଗ୍ନି ସଂଯୋଗ କରାଗଲା ହୁତୁ ହୁତୁ ହେଇ ମୁଣ୍ଡ ଉପରେ ରଖିଦେଲା ନିଜେ ଜଳି ମରିଗଲା ହିରଣ୍ୟକଶ୍ୟପ ରାଗିଗଲା କହିଲା ମୋ ଭଉଣୀকে ମାରିଦେଲୁ ଠାକୁର କୋଉଠି ଅଛନ୍ତି କହିଲା ଏଇ କୁଣ୍ଡରେ ଅଛନ୍ତି ବାଡେଇଲା ମଲା ବୁଝିଲେ ଭଉଣୀ ପାଇଁ ସତ୍ୟ ଯୁଗ କେମିତି ଧ୍ୱଂସ ହେଲା ତ୍ରେତୟା ରାବଣ ବାହାଘର କରୁଛି ତା ଭଉଣୀ ସୁପର୍ଣ୍ଣଖାର ବାହାଘର କରିକି ନେଇକି ଯାଉଛି ବାଟରେ ଭିଣେଇକି ପଚାରୁଛି ଭିଣେଇ ନା କଣ ନା ତୁମ ପାଖରେ ଏମିତି କଣ କାଢୁଆ ଗୁଣ ଅଛି ତ୍ରିପୁର ସୁନ୍ଦରୀ ତ୍ରିପୁର ବିଜୟୀ ବିସର୍ବା ବାପାଙ୍କର ଝିଅର ଆଜି ବାହା ହଉଛ ନା ରେ ରାବଣ ତୁ ମନେ ମନେ ବାଉଳିଆର ଭାବୁଛୁ କି ଆରେ ମୁଁ ଖାଲି ଜୀବ ଦେଖେଇଦେବି ତୋ ଲଙ୍କାକୁ ଚାଟିଦେବି କହିଲା କଣ ନା ନା ତମର କଣ କିଛି ଦୋଷ ନାହିଁ ଅଛି ଶଳେଇ ମନ ରଖ ଆଗ ପଟେ ଚାଟିଦେବି ପଛ ପଟେ କିଛି କରିପାରିବି ନାହିଁ ଗଲା ଭାଇ ମୋ କାମନାକୁ ତୁ ଧ୍ୱଂସ କଲୁ ମୁଁ ତତେ ଛାଡ଼ିବି ନାହିଁ ତୃତୀୟରେ ଆସିଲେ କିଏ ଦ୍ୱାପର ସମସ୍ତେ ଜାଣିଥିବେ ଦେବକୀ ବାହାଘର କରିକି ନେଇକି ଯାଉଛି କଂସ ଈଶ୍ୱରବାଣୀ ଶୁଭାଗଲା ଅଷ୍ଟମ ଗର୍ଭ ମାରିବ ରଖିଲା ବନ୍ଦିଗାରାରେ କଣ ବଞ୍ଚିଲା ତେଣୁ କଳି ଯୁଗରେ ନିବେଦନ ରହୁଛି ଭଉଣୀ କି କେବେ ହାତ ଛଡା କରନ୍ତୁ ନାହିଁ ଆଉ ଭଉଣୀ ମାନଙ୍କୁ ମୁଁ ଅନୁରୋଧ କରୁଛି ତମ ମାନଙ୍କୁ କେହି ଡାକି ନାହାନ୍ତି ମନ୍ଦିରରେ ତମେ ମାନେ ଗୋଟିଏ ଗୋଟିଏ ମା ଇଏ ମନ୍ଦିର ଆଗରେ ଥରେ ଚିନ୍ତା କରି କହିଲ ତମେ କଣ ମନ୍ଦିର ଆସିକି କେବେ ମାଗିଛ ପ୍ରଭୁ ମୁଁ ପ୍ରଥମ ଗର୍ଭ ଝିଅ ଦିଅ ଗୋଟିଏ ଝିଅ ଅଛି ଆଉ ଗୋଟାଏ ଝିଅ ଦିଅ ଦିଟା ଝିଅ ପରେ ତିନିଟା ଝିଅ ଦିଅ କେହି ମାଗିନ ଝିଅ ତମେ ଏତେ ଗର୍ବ କର ନାହିଁ ତମକୁ କେହି ମାଗି ନାହାନ୍ତି ତମକୁ ନାରାୟଣ କାହା ଭାଗ୍ୟରେ ମିଳିବ ଦାନ କରିଛନ୍ତି ସେଥିପାଇଁ କନ୍ୟା ଦାନ ମହାପୁଣ୍ୟ ଆରେ ତମେ ଯେତେବେଳେ ବାହାଘର ହେଲା ତୁମ ଭାଇକି ଯଦି ଶଳା ହେଲା ତମେ କଣ ନାରାୟଣଙ୍କର ଦାନ ଶାଳ ଗ୍ରାମ କଳି ଯୁଗର ଜିଅନ୍ତା ଶାଳ ଗ୍ରାମ ହଉଛନ୍ତି ନାରୀ ମାନେ ଚାରୋଟି ଶାଳ ଗ୍ରାମ ଜଣେ ତମକୁ ଜନ୍ମ ଦେଇଛି ସିଏ ପ୍ରଥମ ଶାଳ ଗ୍ରାମ ଦ୍ୱିତୀୟରେ ଜଣେ ତମ ପାଇଁ ଜନ୍ମ ହେଇଛି ହଉଛି ଭଉଣୀ ଶାଳ ଗ୍ରାମ ଆଉ ଜଣେ ତମ ଗର୍ଭରୁ ଜାତ ହଉଛି ସେ ହଉଛି କନ୍ୟା ଶାଳ ଗ୍ରାମ ବୁଝିଲା ଲୋକକୁ ସହଜ ନ ବୁଝିଲା ଲୋକକୁ ବୋଝ ବୋଲା ନନ୍ଦେ କବାର ହରି ବୋଲ ତେଣୁ ଏଇ ଶାଳ ଗ୍ରାମ କେବଳ ନିଜର ସ୍ଥାନ ପରିବର୍ତ୍ତନ କରେ ଥରଟିଏ ମନ୍ଦିରରେ ବସିଥାଏ
गोटे झील आसी थाए किछि पूजा करिकी जीव बोली तांको बापा आसी मते कहले बाबा मो झील को टिके आशीर्वाद देबे ता मु कहले आज्ञा मु कोन आशीर्वाद देबी आपण जोटी मु तो सही ना नाई नाई आपण टिके आशीर्वाद देबे तांको झील आसीला बापा तांकर कहउछते जा बाबा जी के मुंडिया मारे मुंडारे मु आपण को मुंडिया मारिली सतरे बाबाजी आज्ञा मु आपण को आगे कहिकी जाउची मो बापा रहला साकी पत्थर ठाकुर रहिले साकी मु जाकू बाबी 2 मासरे ता घर भांगीबी मुकले अरे ये सालग्राम कोन सर्वनाश कथा कहला बड़ टेंशन लागिला भारी दुख लागिला ता कथा सुनिकी पहले माँ सुन ए मन भितर ए कथा दूर कर जहाँ भाग्य जहाँ थी से अच्छा कहलु माँ तो मन एते वितृष्ण भाव आपण सत मो बापा कोन झियो जन्म करी पाप करिछि तो बापा कन्या दान करिबो महापुण्य पाइबो मिछ कथा तू कहीं चिंता कलु ना बापा बापा आज कौन करिछि जानिछु कौन करछि ना हमें होजु दी भौणी भलो असुविधा ना बापा हमर 1 नंबर मार्केट रे परिबा व्यापार करे गोटे गद्दी अछि बोले अच्छा चंचल भलो बापा कर तो काम सही आ ना बापा कर सही काम माने ना जीवन सारा भितर पुरुष कौन करे जानिछु ना कौन संसार पोषिबा पाई कि एठी जन्म पुरुष संसार पोषिबा पाई कि एठी